ଗୁରୁତ୍ୱପୂର୍ଣ୍ଣ କଥା ତାହା ହେଉଛି ଯେ କବିତା ଆଜି ଗୋଟିଏ ଦେଶ ସ୍ଥାନ ବା ପାତ୍ର ଭିତରେ ସୀମିତ ନୁହେଁ। କବିତା ହେଇଛି ବିଶ୍ୱମୁଖୀ। ଆଜିର ମଣିଷ ବିଶ୍ୱରେ ବାସ କରୁଛି। ହୁଏତ ମୁଁ କଟକରେ ଥାଇପାରେ, କିଏ ସମ୍ବଲପୁରରେ ବା ବାଲେଶ୍ୱରରେ ଥାଇପାରେ, କିନ୍ତୁ ଆମର ସମ୍ପର୍କ ମାନସିକ ଜଗତରେ ଗୋଟେ ବିରାଟ ବିଶ୍ୱ ସହିତ। ଏବଂ ବିଜ୍ଞାନର ଯୋଉ ଅବଦାନ ବା ଆଶୀର୍ବାଦ ବୋଲିକିରି କହିବା, ତାହାରି ଫଳରେ ଆମେ ଆଜି ବିଶ୍ୱମୁଖୀ ହେଉଛୁ। ଖୁବ କମ ସମୟରେ ବିଶ୍ୱର ଗୋଟିଏ ପ୍ରାନ୍ତର ଲୋକ ଆଉ ଗୋଟିଏ ପ୍ରାନ୍ତର ଲୋକ ସହିତ ଯୋଗାଯୋଗ କରିପାରୁଛି। ବିଶେଷ କରି ଏ ଯୋଉ ଯନ୍ତ୍ର, ବିଭିନ୍ନ ପ୍ରକାର ଯନ୍ତ୍ରର ସୁଲଭ ବ୍ୟବହାର ଆମେ କରୁଛୁ, ସେଇ ଉପଯୋଗିତାରୁ ଆମେ ବିଶ୍ୱ ମଣିଷର ସହ ଅଳ୍ପ କ୍ଷଣ ଭିତରେ ସମ୍ପର୍କ ସ୍ଥାପନ କରିପାରୁଛୁ, ଯାହାକି ଅତୀତରେ ସମ୍ଭବ ନଥିଲା। ତେବେ ଏହାକୁ ଧରିକରି ଆମେ ପ୍ରଶ୍ନ କରିପାରିବୁ, ଆଜିର ବିଶ୍ୱ ମଣିଷ ପାଖରେ ଯେହେତୁ ଯୋଗାଯୋଗ କରିବାର ସୁବିଧା ଖୁବ ତୀକ୍ଷ୍ଣ, ତୀବ୍ର ଏବଂ ସମୟ ମାନେ ସଞ୍ଚୟକାରୀ, ଓ ଅତୀତର ମଣିଷ ପାଖରେ ଏ ପ୍ରକାର ସୁବିଧା ନଥିଲା। ତେବେ ଅତୀତର ସାହିତ୍ୟ ଓ ଆଜିର ସାହିତ୍ୟ ଭିତରେ କଣ କିଛି ଫରକ ଅଛି କି? ଏ ପ୍ରଶ୍ନଟି ଆମ ମନ ଭିତରେ ଆସିବ। କିନ୍ତୁ ଯାହା ପ୍ରଫେସର ମିଶ୍ର କହିଥିବେ ବୋଲିକିରି ମୁଁ ଅନୁମାନ କରୁଛି ଯେ ସାହିତ୍ୟର ଗୋଟିଏ ଆନ୍ତର୍କାଳିକ, ଆନ୍ତର୍ଦେଶୀୟ ବା ଆନ୍ତର୍ସ୍ଥାନୀୟ ଗୋଟେ ସମ୍ପର୍କ ରହିଛି। ଗୋଟିଏ ପ୍ରବନ୍ଧ ମୋର ମନେ ପଡୁଛି, ଲେଖିଥିଲେ ଆମର ଇକୋନୋମିକ୍ସ ର ପ୍ରଫେସର ମିଶ୍ର, ଯେ ମଣିଷ, ଆଜିର ମଣିଷ ହଉଛି ଆନ୍ତର୍କାଳିକ, କିନ୍ତୁ ଭାରତ ବର୍ଷରେ ବା ଓଡିଶାରେ ଯୋଉ ମଣିଷ ବାସ କରୁଛି ସେ ତିନି ପ୍ରକାର ମଣିଷ। ସେ ଆନ୍ତର୍କାଳିକ, ଏବଂ ଆନ୍ତଃଭୌତିକ, ଏ ତିନୋଟି କଥା ସେ କହିଦଉଛନ୍ତି। ଓଡିଶା ବା ଭାରତ ବର୍ଷରେ ଏବେ ଯୋଉ ମଣିଷ ବାସ କରୁଛି ବା 50 ବର୍ଷ ତଳେ ବାସ କରୁଥିଲା, ଆମର ବା ସେଇମାନଙ୍କର, ଏଇ ମଣିଷ ମାନଙ୍କର, ବିଭିନ୍ନ କାଳ ଗୋଷ୍ଠୀର ମଣିଷ ମାନଙ୍କ ଭିତରେ ଗୋଟିଏ ସମ୍ପର୍କ ଥିଲା। ଆଜିର ଆମେ ଦେଖୁଛୁ ବଜାର ଭିତରେ ଯାଉଥିବେ, ସେମାନେ କୋଟ ସାର୍ଟ ପ୍ୟାଣ୍ଟ ଭଲ ପିନ୍ଧିଥିବେ, ବୁଟ ପିନ୍ଧିଥିବେ, ଚଷମା ଦେଇଥିବେ, କିନ୍ତୁ ତାଙ୍କର ମୁଣ୍ଡ ବାଳ ଲମ୍ବା ଥିବ। ସେ ଗୋଟେ ମୁଣ୍ଡରେ ଗୋଟେ ଚିତା, ନାଲି ଚିତାଟା ମାରିଥିବେ ଓ ଚନ୍ଦନ ମାରିଥିବେ, ଚନ୍ଦନ ଚର୍ଚ୍ଚିତ ହେଇଥିବେ। ବେଶରୁ ତାଙ୍କର ଦେଖା ଯାଉଥିବ, ମୁଖର ଭଙ୍ଗୀରୁ ଜଣା ପଡୁଥିବ ସେ ବଞ୍ଚିତ କୋଉଠି ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀରେ 300 ବର୍ଷ ପୂର୍ବର ସେ ମଣିଷ, କିନ୍ତୁ ଏଇ ଯୁଗରେ ବଞ୍ଚିଛନ୍ତି। ଏବଂ ତାଙ୍କର ଭାଷା, ତାଙ୍କର ଖାଦ୍ୟପେୟ, ତାଙ୍କର ଚାଲିଚଳଣି, ତାଙ୍କର ସାମାଜିକ ସମ୍ପର୍କ ଇଏ କେବେ ସୂଚେଇ ଦେବ ନାହିଁ ଯେ ସେ ଜଣେ ଅତୀତ ଯୁଗର ମଣିଷ ବୋଲିକରି। ଅର୍ଥାତ୍ ଆଜି ମଣିଷ ଅନେକଟା ନିଜ ସଂସ୍କୃତି ଠାରୁ ଦୂରେଇ ଯାଇ ପାରିନାହିଁ। ଯୋଉମାନେ ଯାଇଥିବେ, ସଂସ୍କୃତି ଠାରୁ ଦୂରେଇ ଯାଇଥିବେ, ସେମାନେ ଯେ ଗୋଟେ ଭିନ୍ନ ସ୍ଥାନର ଲୋକ ସେ କଥା ଆମେ କହିପାରିବୁ ନାହିଁ। ଏଇ ମାଟିର ଲୋକ ସନ୍ଧ୍ୟା ହେଲେ ନାନା ପ୍ରକାର ଅପକର୍ମ କରନ୍ତି। ଯୋଉ ଅପକର୍ମକୁ ଆମେ ସାମାଜିକ ମୂଲ୍ୟ ଦେଇକରି ବୁଝିବାକୁ ଚାହୁଁନା ବା ବୁଝୁନା। ଆମେ
ତାକୁ ନାନା ପ୍ରକାର ମାନେ ମାନେ ଘୃଣାଜନକ ଦୃଷ୍ଟିରେ ଦେଖୁ, କିନ୍ତୁ ସେମାନେ ତ ଏଇ ସୁଦେହରେ ଏଇ କାଳରେ ସମକାଳରେ ବଞ୍ଚିଛନ୍ତି, ସମକାଳର ସଂସ୍କୃତିର ସେମାନେ ମଧ୍ୟ ପୃଷ୍ଠପୋଷକ। ଏକଥାକୁ ଆମେ କେମିତି ମାନେ ଦେଖୁଛୁ। ତେଣୁ କଥାଟି ହଉଛି ଯେ ସାହିତ୍ୟ ଭିତରେ ଆମେ ଯୋଉ ମଣିଷ ମାନଙ୍କୁ ଦେଖୁଛୁ ସେ ମଣିଷ ନିର୍ଦ୍ଦିଷ୍ଟ ଗୋଟିଏ କାଳର ନୁହେଁ। ଗୋଟେ ନିର୍ଦ୍ଦିଷ୍ଟ କାଳରେ ସେ ବଞ୍ଚି ଥାଇପାରେ, ଗୋଟେ ନିର୍ଦ୍ଦିଷ୍ଟ କାଳର ସଂସ୍କୃତିର ସେ ପ୍ରତିନିଧିତ୍ୱ କରି ପାରୁଥାଏ, ଗୋଟିଏ ନିର୍ଦ୍ଦିଷ୍ଟ କାଳର ମୂଲ୍ୟବୋଧ ଦ୍ୱାରା ସେ ପରିଚାଳିତ ହୋଇପାରୁଥାଏ, କିନ୍ତୁ ତାର ଚେତନାର ଜଗତ, ତାର ବିଚାରର ଜଗତ ହଉଛି ଭିନ୍ନ। ସେଇ ଭିନ୍ନତା ନେଇକରି ଆମର କବିମାନେ ବିଭିନ୍ନ ସମୟରେ ଯୋଉ କବିତା ଲେଖି ଆସିଛନ୍ତି, କବିତା ସମ୍ପର୍କରେ ଯୋଉ ସଂଜ୍ଞା ଦେଇଛନ୍ତି, ଯୋଉ ଦର୍ଶନ ଦେଇଛନ୍ତି, ସେ ସବୁ ଗୁଡିକ ଆମ ପାଇଁ ଉପଯୋଗୀ ହୋଇ ଉଠିଛି। ଆମେ କହିବୁ ନାହିଁ ଯେ କୁନ୍ତକ ଯାହା କହିଥିଲେ ଏବେ ସଚୀ ରାଉତରାୟ ତାକୁ ଗ୍ରହଣ କରିବେ ନାହିଁ, ବା ସଚୀ ରାଉତରାୟ ଯାହା ଗ୍ରହଣ କରିଥିଲେ ଏବେ କାଳିଦାସ ମିଶ୍ର ତାକୁ ଗ୍ରହଣ କରିବେ ନାହିଁ, ଏକଥା ଆମେ କହିପାରିବୁ ନାହିଁ। କାରଣ ଏ ସମସ୍ତ ବିଭେଦତା ସତ୍ତ୍ୱେ, ବିରୋଧ ସତ୍ତ୍ୱେ, ବୈଚିତ୍ର୍ୟ ସତ୍ତ୍ୱେ ଗୋଟିଏ ଅନ୍ତର୍ନିହିତ ସମତାର ସ୍ୱର, ସମତାର ଦୃଷ୍ଟିଭଙ୍ଗୀ ପ୍ରଚଳିତ ଅଛି ବା ବିରାଜମାନ କରୁଛି। ଯୋଉ ସମତା କୈନ୍ଦ୍ରିକ ଦୃଷ୍ଟି ସାହିତ୍ୟ ଦୃଷ୍ଟିରୁ ଖୁବ ଉପଯୋଗୀ। ସାହିତ୍ୟ ନିଶ୍ଚିତ ଭାବରେ ବହୁବିଧ ଜୀବନ ସଂସ୍କାରର ବିଷୟ, ବହୁବିଧ ଜୀବନର ଚିତ୍ରର ବିଷୟ। ତେଣୁ ଆମକୁ ବ୍ୟାପକ ଭାବରେ ବିଭିନ୍ନ କାଳର ଜୀବନବୋଧ, ବ୍ୟକ୍ତିବୋଧ, ସମାଜବୋଧ, ସାଂସ୍କୃତିକ ଚିତ୍ର କୁ ବୁଝିବାକୁ ପଡିବ ଏବଂ ତା ଭିତରୁ ଯାହା କଳାର କଥା, ଯାହାକୁ ଆମେ ସାହିତ୍ୟ ବୋଲି କହୁଛେ, କଳାର କଥା, ସେଇ କଳାର କଥାଟିକୁ ଆମକୁ ଗ୍ରହଣ କରିବାକୁ ପଡିବ। ଏଇ ଦୃଷ୍ଟିରୁ ଆଜିର ଯେଉଁ ଆଲୋଚନା କରାଗଲା ଯେ ମୁଁ ତାକୁ ସାହିତ୍ୟର ସୀମା କେତେ ଓ ସାହିତ୍ୟ ଜୀବନକୁ ଛାଡିକରି ନୁହେଁ, ସଂସ୍କୃତିକୁ ଉପହାସ କରିକି ବା ସଂସ୍କୃତିରୁ ମୁକ୍ତ ହୋଇକରି ସାହିତ୍ୟ କେବେ ବିକଶିତ ହୋଇପାରିବ ନାହିଁ। ତେଣୁ ଜୀବନ, ସଂସ୍କୃତି, ସମାଜ, ସାହିତ୍ୟ ଇଏ ଯେମିତି ଗୋଟିଏ କଥା। ସେଦିନ ଯେମିତି ବାଲ୍ମୀକିଙ୍କ ହୃଦୟରୁ ଶୋକ ବୋହି ଆସିଥିଲା ଓ ତାକୁ ଆମେ ଆଦି ଶ୍ଲୋକ ବା ସାହିତ୍ୟର ପ୍ରଥମ ଆବେଗ ବୋଲିକରି ମନେ କରୁଥିଲୁ, ଆଜି ମଧ୍ୟ ସେହିପରି ଅନୁଭବ କେଉଁଠି ନା କେଉଁଠି ଅଛି, ହେଉଛି ଓ ସେହିପରି ଅନୁଭବ ହିଁ ପ୍ରକୃତରେ ଆମର ସାହିତ୍ୟର ଏକ ଶାଶ୍ୱତ ବାର୍ତ୍ତା, ଶାଶ୍ୱତ ବାଣୀ ବା ଶାଶ୍ୱତ ଚିତ୍ର। ଅତଏବ ମୋର ବକ୍ତବ୍ୟ ଏତିକିରେ ମୁଁ ଶେଷ କରିବାକୁ ଚାହିଁବି। ସାହିତ୍ୟ ତାହା ଗୋଟେ ଅଙ୍କ ନୁହେଁ, ଜ୍ୟାମିତି ନୁହେଁ। ସାହିତ୍ୟ ହିଁ ମଣିଷ ଜୀବନର ଆବେଗର, କଳ୍ପନାର ବିଷୟ ଏବଂ ସେ ଆବେଗ ଓ କଳ୍ପନା ଯେତେବେଳେ ଗୋଟେ ବସ୍ତୁ ରହିତ ହବ, ବିଷୟ ରହିତ ହବ, ତାହା ଆମ ପାଇଁ ଗ୍ରହଣୀୟ ହବ ନାହିଁ। ବସ୍ତୁତଃ ସାହିତ୍ୟରେ ଯୋଉ ବିଷୟ ରହିଛି ତାହା ଜୀବନକୁ ଆକୃଷ୍ଟ କରୁଛି, ଜୀବନକୁ ସମ୍ମାନ ଦେଖାଉଛି, ଜୀବନର ଉତ୍ତରୋତ୍ତର ବିକାଶ ଚାହୁଁଛି, ତାକୁ ସଂଶୋଧିତ କରୁଛି ବା ସଂସ୍କାର ସାଧନ କରୁଛି ଏବଂ ପାଠକ ପାଖରେ ଗୋଟେ ଲକ୍ଷ୍ୟ ନେଇକରି ଉପସ୍ଥାପନ କରୁଛି। ସେ ଲକ୍ଷ୍ୟରେ ଉପସ୍ଥାପନ କରିବା ପାଇଁ ସେ ଯୋଉ ମାଧ୍ୟମ ବ୍ୟବହାର କରୁଛି, ଭାଷାର ମାଧ୍ୟମ, ସେଇ ଭାଷାର ମାଧ୍ୟମ କେତେ ସରଳ ହବ
ତାରି ଉପରେ ସାହିତ୍ୟର ସାର୍ବଜନୀନତା ନିର୍ଭର କରିବ। ଆମେ ଯେମିତି ଉଦାହରଣ ଦେଲେ କାଳିଦାସଙ୍କୁ ଆମେ ସହଜରେ ବୁଝିପାରିବୁ, କିନ୍ତୁ ବାଣଭଟ୍ଟକୁ ଆମେ ସହଜରେ ବୁଝିପାରିବୁ ନାହିଁ, ଯଦିଓ ସେ ଏକା ସଂସ୍କୃତ ଭାଷା। ବାଣଭଟ୍ଟଙ୍କର ଚେତନାର ଜଗତ, ତା ବିଚାର ଜଗତ, ତାଙ୍କର ଶବ୍ଦ ବ୍ୟବହାର, ଶବ୍ଦ ଅର୍ଥର ମିଳନର ଯୋଉ ସ୍ୱରୂପ କାଳିଦାସଙ୍କର ତାଠାରୁ ଅଲଗା। କାଳିଦାସଙ୍କର ରଚନା ଭିତରେ ଆମେ କେତେ ସରଳତା ଦେଖୁଛୁ, କେତେ ଉପମା ଦେଖୁଛୁ। ସେ ଉପମା ଗୁଡିକ କେମିତି କି ଆମେ ପଢିଦେଲା ମାତ୍ରେ ବା ଶୁଣିଦେଲା ମାତ୍ରେ ଆମକୁ ଆକୃଷ୍ଟ କରିନଉଛି, ଆମ ଭିତରେ ଗୋଟେ ଶିହରଣ ତିଆରି କରୁଛି। ଏଇଠି ହଉଛି କବି କବିତ୍ୱ ପ୍ରତିଭା ଭିତରେ ଗୋଟେ ତଫାତ। ଜଣେ କବି ଜଟିଳ ହେଲା ବେଳକୁ ଆଉ ଜଣେ କବି ଫୁଲ ଭଳି ନରମ